କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲମାନଙ୍କରୁ ନରକଙ୍କାଳ ଉଦ୍ଧାର କରାଯାଉଛି। ଏହା କୌଣସି ପ୍ରାଚୀନ ଯୁଗର ନରକଙ୍କାଳ ନୁହେଁ ଦର୍ଶକ ବନ୍ଧୁ, ବରଂ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଶରୀରକୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି। ଏହି ନିକଟ ଅତୀତରେ ଘଟଗାଁ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଜଣଙ୍କର ମୃତ ଶରୀର ମିଳିଥିବା ବେଳେ ଏବେ ପାଟଣା ଥାନା ଅନ୍ତର୍ଗତ ଦାମାହୁଦା ପଞ୍ଚାୟତର ସୁନାପଶି ଗ୍ରାମ ନିକଟ ଜଙ୍ଗଲରୁ ମଣିଷର ଖପୁରି ଓ ହାଡ଼ ଉଦ୍ଧାର କରିବା ସହ ନିକଟରେ ପଡ଼ିଥିବା ଏକ ଶାଢ଼ୀ ଓ ଗୋଟିଏ ବ୍ୟାଗ୍ ମଧ୍ୟ ଜବତ କରିଛି ପୋଲିସ। ଏହା ଜଣେ ମହିଳାଙ୍କ ଖପୁରି ଓ ହାଡ଼ ହୋଇଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି। ଅନ୍ୟପଟେ ଭୂମି ମାଝୀ ନାମକ ବ୍ୟକ୍ତି ଏହି ଖପୁରି ଓ ହାଡ଼ ତାଙ୍କ ମା ସାଲେକ ମାଝୀଙ୍କର ବୋଲି ପାଟଣା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାହାରପଡ଼ାର ଅତିରିକ୍ତ ତହସିଲଦାର ଡାକ୍ତର ଶୁଭେନ୍ଦୁ କୁମାର ନାୟକ, ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଲକ୍ଷ୍ମଣ ମାଝୀ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।